ଶ୍ରୀ ସାଇ ସଚ୍ଚରିତର ମହିମା ଅପାର। ଯିଏ ଏହାକୁ ପାଠ କରିଛି ସେ ନିଶ୍ଚୟ ଉପକୃତ ହୋଇଛି। ଏହି କାରଣରୁ ସାରା ବିଶ୍ୱର ଅସଂଖ୍ୟ ବ୍ୟକ୍ତି ଆଦର ସହକାରେ ଏହି ଗ୍ରନ୍ଥର ପଠନ ଓ ପାରାୟଣ କରିଥାନ୍ତି। ଅନେକ ଘରେ ନିତ୍ୟ ଗୋଟିଏ ଅଧ୍ୟାୟ ପାରାୟଣ କରାଯାଇଥାଏ। ଜରୁରୀ ସମୟରେ ସାପ୍ତାହିକ ପାରାୟଣ କରାଯାଏ। ଗତ 100 ବର୍ଷର ଇତିହାସରୁ ତଥା ପାଠକ ଓ ଭକ୍ତମାନଙ୍କର ଅନୁଭୂତିରୁ ଦେଖାଯାଇଛି ଯେ ଧ୍ୟାନ ସହକାରେ ଏହାକୁ ପାଠ କରିବା ଦ୍ୱାରା ଜାଗତିକ ସମସ୍ୟାରୁ ମୁକ୍ତି ସହିତ ମନକୁ ଶାନ୍ତି ଓ ସନ୍ତୋଷ ମିଳିଥାଏ। ଜୀବନର ଦୃଷ୍ଟିକୋଣ ଓ ଆଚରଣକୁ ବଦଳାଇବାରେ ଏହା ସହାୟତା କରିଥାଏ। ଆମ ରାଜ୍ୟ ଓଡ଼ିଶାରେ ଅନେକ ବ୍ୟକ୍ତି ଦୀର୍ଘ ବର୍ଷରୁ ଏହି ପବିତ୍ର ଗ୍ରନ୍ଥର ପଠନ ଓ ପାରାୟଣ କରି ଏହାର ଲାଭ ଉଠାଇ ଆସୁଥିବା ବେଳେ ଚଳିତ ଶତାବ୍ଦୀର ପ୍ରଥମ ଦଶକ ପରେ ଏହା ବସ୍ତୁତଃ ଏକ ଜନ ଆନ୍ଦୋଳନର ରୂପ ନେଲା। ଏହା ପଛରେ ଯେ ଭଗବାନଙ୍କର ମହାନ ଇଚ୍ଛା ଓ ଅପାର କୃପା ନିହିତ ଥିଲା ତାହା ଉଲ୍ଲେଖ କରିବା ବାହୁଲ୍ୟ ମାତ୍ର। 2008 ମସିହାରେ ନୂଆ ଜୀବନର ସନ୍ଧାନ ସାଇ ନିର୍ମାଲ୍ୟ ପତ୍ରିକାର ଶୁଭାରମ୍ଭ ହେଲା ପୂଜ୍ୟ ଗୁରୁଜୀଙ୍କର ଆଶୀର୍ବାଦରେ ଓ ସେହି ସମୟରେ ପବିତ୍ର ଗ୍ରନ୍ଥ ଶ୍ରୀ ସାଇ ସଚ୍ଚରିତର ଅନୁବାଦ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହେଲା। ଏହି ପବିତ୍ର ଗ୍ରନ୍ଥ ରଚନା ପଛରେ ବାବାଙ୍କର ବରାଭୟ କୃପା ଓ ଆଶିଷ ସ୍ୱତଃ ବାରି ହୋଇଯାଏ। ଗ୍ରନ୍ଥର ଅନୁବାଦ କାର୍ଯ୍ୟ ଶେଷ ହେବା ପରେ ପୂଜ୍ୟ ଗୁରୁଜୀଙ୍କ ସହିତ ଗ୍ରନ୍ଥର ରଚୟିତା ଶ୍ରୀ ସତ୍ୟ ଖଡ୍ଗରାୟଙ୍କର ସାକ୍ଷାତ ହୁଏ ଏବଂ ଗୁରୁଜୀ ଗ୍ରନ୍ଥର ପାଣ୍ଡୁଲିପିକୁ ଦେଖିବା ମାତ୍ରେ ତା ଭିତରେ ଥିବା ଅନ୍ତର୍ନିହିତ ଭାବକୁ ତୁରନ୍ତ ଜାଣି ନିଅନ୍ତି। ଏହାପରେ ଗୁରୁଜୀଙ୍କର ଆଶୀର୍ବାଦରେ ଗ୍ରନ୍ଥର ମୁଦ୍ରଣ ଓ ପ୍ରକାଶନ ଆରମ୍ଭ ହୁଏ। ଟଙ୍କପାଣି ରୋଡ ମନ୍ଦିରରେ ପ୍ରଥମେ ଏହାର ଉନ୍ମୋଚନ ହୁଏ। ପ୍ରକାଶ ପାଇବା ମାତ୍ରେ ଗ୍ରନ୍ଥର ଏପରି ଆଦୃତି ଓ ପ୍ରସାର ହେଲା ଯେ ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ଆଗରୁ ମଧ୍ୟ ଏହି ଗ୍ରନ୍ଥର କେତୋଟି ଅନୁବାଦିତ ସଂସ୍କରଣ ପ୍ରକାଶ ପାଇଥିଲା, କିନ୍ତୁ ଏହି ଗୋଟିଏ ଗ୍ରନ୍ଥର ଆଦୃତି ଥିଲା ଅକଳ୍ପନୀୟ। 6 ମାସରେ ନୂଆ ନୂଆ ସଂସ୍କରଣ ମୁଦ୍ରିତ ହେବାକୁ ଲାଗିଲା। ପ୍ରାୟ ବର୍ଷେ ଦେଢ଼ ବର୍ଷ ଭିତରେ ଗ୍ରନ୍ଥର 50ରୁ 70 ହଜାର କପି ବିକ୍ରି ହୋଇଗଲା। ତେବେ ଗ୍ରନ୍ଥ ରଚନା ସମୟରୁ ଏହାର ରଚୟିତା ଶ୍ରୀ ସତ୍ୟ ଖଡ୍ଗରାୟଙ୍କର ବାବାଙ୍କ ନିକଟରେ ଦୃଢ଼ ସଂକଳ୍ପ ଥିଲା ଯେ ଗ୍ରନ୍ଥରୁ ସେ ପଇସାଟିଏ ଲାଭ ନେବେ ନାହିଁ କି ତାଙ୍କର ନାମ ମଧ୍ୟ ସେଥିରେ ନ ରହୁ। ଏଣୁ ସାଇବାବା ସଂସ୍ଥାନକୁ ଏହାର ପ୍ରକାଶନ ଦାୟିତ୍ୱ ଦେବା ନିମନ୍ତେ ତାଙ୍କ ମନରେ ଐକାନ୍ତିକ ଇଚ୍ଛା ଥିଲା। ବାବାଙ୍କର କୃପାରୁ ଏବଂ ପୂଜ୍ୟ ଗୁରୁଜୀଙ୍କର ଅନୁମତିରେ ତାହା ମଧ୍ୟ ଯଥା ସମୟରେ ହୋଇଗଲା। ଏହା ପଛରେ ବାବାଙ୍କର ପ୍ରତ୍ୟକ୍ଷ ଅନୁମତି ଓ ନିର୍ଦ୍ଦେଶ ପାଠକମାନେ ପରବର୍ତ୍ତୀ ଭାଗରେ ଜାଣିବାକୁ ପାଇବେ। ସଂସ୍ଥାନ ଦ୍ୱାରା ପ୍ରକାଶିତ ହେବା ଫଳରେ ଏବେ ଗ୍ରନ୍ଥ ସୁଲଭ ମୂଲ୍ୟରେ ପାଠକମାନଙ୍କୁ ମିଳିବା ସମ୍ଭବ ହୋଇପାରିଲା। ଏହା ମଧ୍ୟରେ ଗ୍ରନ୍ଥର ଅନେକ ସଂସ୍କରଣ ପ୍ରକାଶ ପାଇ ଲକ୍ଷାଧିକ କପି ପାଠକମାନଙ୍କ ନିକଟରେ ପହଞ୍ଚି ସାରିଲାଣି। ଯେ ଥରେ ଏହି ଗ୍ରନ୍ଥ ପାଠ କରିଛି ବାବାଙ୍କର କୃପା ଓ ଆଶିଷ ଏଥିରେ ସନ୍ନିହିତ ରହିଥିବା ଅନୁଭବ କରିଛି। ବାସ୍ତବରେ ବାବାଙ୍କର ପ୍ରତ୍ୟକ୍ଷ ଜ୍ଞାତସାରରେ ତାଙ୍କର କୃପା ଓ ଅନୁମତିରେ ଏହା ପ୍ରକାଶିତ ହୋଇଥିବାରୁ ଏହାର ମହିମା ଅପାର ଓ ଅନନ୍ୟ ହୋଇଯାଇଛି। 2009 ମସିହାରେ ଶିରିଡିର ସମାଧି ମନ୍ଦିରରେ ଶ୍ରୀ ବାବାଙ୍କ ସମ୍ମୁଖରେ ପ୍ରଥମେ ଏହି ଗ୍ରନ୍ଥ ଉନ୍ମୋଚିତ ହେଲା। 2011 ମସିହାରେ ସଂସ୍ଥାନ ପକ୍ଷରୁ ପ୍ରକାଶ ପାଇବା ପରେ ସେହି ବର୍ଷ ବିଜୟା ଦଶମୀ ଦିନ ସମାଧି ମନ୍ଦିରରେ ପୁନର୍ବାର ବାବାଙ୍କ ନିକଟରେ ଆନୁଷ୍ଠାନିକ ଭାବରେ ଉନ୍ମୋଚିତ ହେଲା। ସାଇ ନିର୍ମାଲ୍ୟ ଏବଂ ଶ୍ରୀ ସାଇ ସଚ୍ଚରିତର ରଚନା ଏସବୁ ବାବାଙ୍କର ଇଚ୍ଛାରେ ସାକାର ହେଲା। ସାଇ ସଚ୍ଚରିତ ଭଳି ସାଇ ନିର୍ମାଲ୍ୟର ମଧ୍ୟ ଦ୍ରୁତ ପ୍ରସାରଣ ହେଲା। ସେତେବେଳେ ସାଇ ନିର୍ମାଲ୍ୟ ପାଇବାକୁ ପାଠକମାନଙ୍କ ଭିତରେ ଯେପରି ଆକୁଳତା ଓ ବ୍ୟାକୁଳତା ପ୍ରକାଶ ପାଉଥିଲା ତାହା ଦେଖିଥିବା ଲୋକମାନେ ଜାଣିଛନ୍ତି। ସାଇ ନିର୍ମାଲ୍ୟ ପଢ଼ି ଲୋକମାନେ ବାବାଙ୍କର ଅଦ୍ଭୁତ ଲୀଳା, ତାଙ୍କର ମହାନତା, ତାଙ୍କର ଦୟାଳୁ ଭାବ ବିଷୟରେ ଜାଣିବାକୁ ପାଇଲେ। ନିଜର ଦିନ ପ୍ରତିଦିନର କୃପାନୁଭୂତି ଏବଂ ବାବାଙ୍କର ଇଚ୍ଛା ଓ ନିର୍ଦ୍ଦେଶ ବଳରେ ଶ୍ରୀ ସତ୍ୟ ଖଡ୍ଗରାୟ ବାବାଙ୍କର ଲୀଳା ମହିମା ଗାନ କରିବା ନିଜର ପ୍ରଧାନ କର୍ତ୍ତବ୍ୟ ବୋଲି ମନେ କଲେ। ଭଗବାନ ଯେତେବେଳେ କାହା ଉପରେ କୃପା କରନ୍ତି ତାର ସମସ୍ତ ଭାର ସେ ନିଜେ ବହନ କରନ୍ତି। ସେହି ଧାରାରେ ବାବାଙ୍କର କାର୍ଯ୍ୟ ସବୁ ହେବାରେ ଲାଗିଲା। 2010 ଓ 2011ରେ ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ହେଲା ବିଶାଳ ସାଇ ସନ୍ଧ୍ୟା। ଏହାପରେ ରାଜ୍ୟର ସ୍ଥାନ ସ୍ଥାନ ବୁଲି ଭଜନ ଓ ସାଇ ସନ୍ଧ୍ୟା ମାଧ୍ୟମରେ ବାବାଙ୍କର ଲୀଳା ଲୋକମୁଖରେ ପ୍ରଚାରିତ କରିବାରେ ଶ୍ରୀ ସତ୍ୟ ଖଡ୍ଗରାୟ ନିଜର ଯଥାସାଧ୍ୟ ଭୂମିକା ଗ୍ରହଣ କଲେ। ଏହି ସମୟରେ ପ୍ରାର୍ଥନା ଟେଲିଭିଜନ ଚ୍ୟାନେଲ ଜରିଆରେ ସେ ପ୍ରତିଦିନ ବାବାଙ୍କର ଲୀଳା ଓ ଭକ୍ତମାନଙ୍କର ଅନୁଭୂତି ତଥା ଶିରିଡି ଦର୍ଶନ ଆଦି କାର୍ଯ୍ୟକ୍ରମର ପ୍ରସାର କଲେ। ଫଳରେ ବହୁ ସଂଖ୍ୟାରେ ଲୋକେ ବାବାଙ୍କ ପ୍ରତି ଆକୃଷ୍ଟ ହୋଇ ଶିରିଡି ଯାତ୍ରା କଲେ। କ୍ଲିଷ୍ଟ ସଂସାରର ଘୋର ଜଞ୍ଜାଳ ମଧ୍ୟରେ ସନ୍ତାପିତ ଅସଂଖ୍ୟ ଲୋକଙ୍କୁ ମିଳିଲା ମାନସିକ ଶାନ୍ତି ଓ ଜୀବନର ଏକ ରାହା। ଏସବୁ କାର୍ଯ୍ୟକ୍ରମ ପରେ ବାବାଙ୍କର ଆଉ ଏକ ଇଚ୍ଛା ଫଳବତୀ ହେଲା। ଆରମ୍ଭ ହେଲା ଶ୍ରୀ ସାଇ ସଚ୍ଚରିତ ସମୂହ ପାରାୟଣ ସପ୍ତାହ। 2013 ମସିହାରୁ ଏହା ଭୁବନେଶ୍ୱରରୁ ଆରମ୍ଭ ହେଲା।
प्रथम वर्ष पारण है भुवनेश्वर तिरुपति कल्याण मंडप में मार्च मसरे से वर्ष गुरु पूर्णिमा समय कटक बारवाटी स्टेडियम होता द्वितीय पारायण सप्ताह। यापर ओडिशार पुरपल्ली रे विभिन्न स्थान में पारायण सप्ताह मान आयोजित है। साई संध्या और श्री साईनाथंकर भजन प्रवचन लीलागान आदि जेते संख्यक भक्त को जेते मात्रा रे प्रभावित कर नथिला सप्ताहव्यापी श्री साई सच्चरित पारायण ताठरू बहु गुण रे प्रभाव पकाइला। परम पूज्य गुरुजी प्रथम पारायण समय निस्संदेह तुम एक महत् कार्य करुछ बोली उल्लेख करी जो शुभेच्छा वार्ता पठाई तार सुदूर प्रसारी प्रभाव क्रमशः अनुभूत होगा लगिला। प्रत्येक साप्ताहिक पारायण रे 400 ରୁ 500 भक्त जोग दौथिले स्थानर सुविधा को नहीं 8 दिन धरी एकाठी बसी पारायण करुथिले। एही पारायणरू जो भक्ति रस माधुर्य और आनंद निर्गत होतुला ताहा भाषारे वर्णना करा जाई परिबो नाही। साप्ताहिक पारायण करी श्रवण करी अनेकंकर मनोकामना पूर्ण हला, अनेकंकर बाबांक चरण रे भक्ति वृद्धि पाइला, अनेक शिरडी यात्रा करी श्री साईनाथंकर पावन दर्शन लाभ कले, अनेक सेवा काम रे ब्रती हुई बाबांकर सान्निध्य लाभर सुजोग पाइले, अनेक गुरुजींकर प्रत्यक्ष सान्निध्य रे आसिले। एहीपरि निज निजर भाव अनुसार असंख्य भक्त उपकृत हेले। भक्त माने सेमानकर अनुभूति लिखित आकार रे बयान देले जहाँ साई निर्माल्य रे प्रकाशित हला। केतेकंकर क्षणिक सांसारिक मोह तुटिबा सहित बाबांक प्रति और भगवान प्रति अनन्य भक्तिजात होई वैराग्य लाभ हला। एपरि केही भक्त नथिबे जे पारायण रे योगदान करी एहार रस माधुर्य लाभ न करिछि। जेमिति भागवत पारायण समय श्रोता और भक्त माने भगवानकर अंतरंग सान्निध्य अनुभव करती, जेमिति सुंदरकांड और हनुमान चालीसा पाठ समय हनुमान और प्रभु रामंकर उपस्थिति मन करा जाए, सेमति श्री साई सच्चरित पारायण समय भक्त माने बाबांकर उपस्थिति अनुभव करबाकू लागिले। 2013 ରୁ 2019 मसीहा पर्यंत भुवनेश्वर कटक पुरी ब्रह्मपुर राउरकेला संबलपुर बालेश्वर समेत राज्यर विभिन्न स्थान में पारायण सप्ताह मान आयोजित है। साई निर्माल्य और शिरडी साई सर्वेंट सोसाइटी ट्रस्ट अनुकूल 8 दिनर विशाल आयोजन केन्द्र स्थल में शोभा पाए श्री साई महाराजंकर जीवंत समचित्र प्रतिमा। भक्त माने बसी पारायण करने आसन और व्यासासन मंडप साजसज्जा भक्त मानकर खाइबा पीवा बाहर आसुवा भक्त मानकर रहिबा सुविधा सह चाह जलखिया व्यवस्था आदि समस्त आयोजन करने को हला। कहा उपर निर्भर न करी केवल भक्त मानकर सहयोग यही कार्य अभूतपूर्व भाव सफल हला। बाबांकर कृपारू केवल यह पछरे महत् इच्छा थिबारु एही पारायण एक सफल भक्ति आंदोलनर दृढ़ भित्ति पकाइला। विशेष प्रचार प्रसार बदल भक्त मानकर व्यक्तिगत उन्नति एकमात्र ध्येय थिला। तेबे पारायणर परिवेश और अनुभूति एपरि मधुर और आनंददायक थिला जे पारायण करुथुवा व्यक्ति माने घर तथा परिवार अन्य सदस्य और बंधु बांधव मानकु डाकी आनुथुले। एक आध्यात्मिक कार्यक्रम जे एपरि स्तर होई पारे ताहा लोक माने प्रथम करी अनुभव करबाकू लागिले। निरस भजन कीर्तन कथा और प्रवचन परिवर्ते पारायणर अनुभूति थिला जीवंत और फलप्रद। जीवनर अनेक वर्ष पर जीवन को बुझिबा और मन को शांत करिवार एक अनन्य माध्यम मिलिगला। पारायणर असंभव लोकप्रियता अनेकंक मध्य ईर्षा और परश्री कातरतार कारण मध्य हला। लोकमानकर कल्याण रे यह सहायक होथिले मध्य संसार रे एपरि ईर्षा और परश्री कातरता किसी नुआ कथा नुहे। यह संसार एक रीति। यह परे आसीगला कोविड महामारी फल 2020 ରୁ 2022 मध्य पारायण सप्ताह आयोजन रे समस्या उपजिला। तेबे बाबा यार एक समाधान बाहर कले। कोविड कठिन समय 2020 मसीहा एप्रिल 2 तारिख रु आरंभ हला ऑनलाइन माध्यम रे पारायण। से दिन गुरुवार और पवित्र श्रीराम नवमी थिला। परम पूज्य गुरुजी डॉक्टर चंद्रभानु शतपथी ऑनलाइन माध्यम रे एही पारायण को उद्घाटन कले। जो दिन पारायण सप्ताह उद्यापन हला एप्रिल 9 तारिख गुरुवार दिन से पुणी जोग देइथिले, किंतु पारायण सरिला नाही। से दिन ठारू आज पर्यंत प्रतिदिन संध्या 6:30 ରୁ 8ଟା पर्यंत ऑनलाइन रे चली आछि साई सच्चरित पारायण। राज्य और राज्य तथा देश बाहर बहु भक्त एथिरे प्रतिदिन जोग दे साई सच्चरित सहित साईनाथ स्तवन मंजरी श्री गुरु भागवत आदि आध्यात्मिक ग्रंथ मान पाठ करुछन्ति और श्रवण करुछन्ति। एही कार्यक्रम फल भक्त माने बाबांक सहित प्रतिदिन जोड़ी होई रहिछन्ति। बाबांकर एही कृपा को कौन कहिबा, तांकर दयार किपरि आकलन करिबा। कोविड कटकणा जोगो सामयिक व्याहति पर 2023 मसीह पुणी भुवनेश्वर होइथिला समूह पारायण।
ଏହା ମଧ୍ୟରେ ବାଲେଶ୍ୱରରେ ପାରାୟଣ 12 ବର୍ଷରେ ପହଞ୍ଚିଥିବା ବେଳେ ଭୁବନେଶ୍ୱର, କଟକ, ପୁରୀ ପ୍ରଭୃତି ଅନେକ ସ୍ଥାନରେ କେଉଁଠି 9, କେଉଁଠି 10, କେଉଁଠି 11 ବର୍ଷରେ ପଦାର୍ପଣ କରିଛି। ପ୍ରତ୍ୟେକ ପାରାୟଣରେ 400ରୁ 500 ଭକ୍ତଙ୍କର ସମାଗମକୁ ଦେଖିଲେ କେତେ ଭକ୍ତ ଯେ ଏହା ମଧ୍ୟରେ ଏହି ପବିତ୍ର ଗ୍ରନ୍ଥ ପାଠ କରି ଉପକୃତ ହୋଇଛନ୍ତି ତାହାର ତୁଳନା ନାହିଁ। ଅନେକ ଭକ୍ତ ବର୍ଷ ପରେ ବର୍ଷ ସବୁ ବର୍ଷ ପାରାୟଣରେ ଯୋଗ ଦେଉଛନ୍ତି। ସେମାନଙ୍କ ପାଇଁ ଏହା ତୀର୍ଥ ଭ୍ରମଣ, ଗଙ୍ଗା ସ୍ନାନ, ପ୍ରଭୁ ଦର୍ଶନ ଭଳି ପାବନ କୃତ୍ୟ ହୋଇଯାଇଛି। ଏଥିରୁ ଯେଉଁ ଆନନ୍ଦ ଓ ଅନୁଭବ ମିଳୁଛି ତାହା ଅନ୍ୟ କେଉଁଠି ମିଳିବା ସମ୍ଭବ ନୁହେଁ। ଜଣେ ଭୁକ୍ତଭୋଗୀ ଏହାକୁ ଅନୁଭବ କରିପାରିବ ସିନା, କୌଣସି ଭାଷାରେ ଏହାକୁ ବର୍ଣ୍ଣନା କରାଯାଇପାରିବ ନାହିଁ। ଭଗବାନଙ୍କର ଅପାର କୃପାରୁ ଏବେ ପୁଣି ଭୁବନେଶ୍ୱରରେ ଅଗଷ୍ଟ 13ରୁ 20 ତାରିଖ ଯାଏଁ ଏହି ପାରାୟଣ ହେବାକୁ ଯାଉଛି। ଆଶା ଏହା ବାବାଙ୍କ କୃପାରୁ ପୁଣି ଅସଂଖ୍ୟ ଭକ୍ତଙ୍କର ମାର୍ଗକୁ ଆଲୋକିତ କରିବାରେ ସହାୟକ ହେବ।